ଯଦି ମାର୍କ ଭଲ ଥିବ ଗଭର୍ଣ୍ଣମେଣ୍ଟ କରେଇଦେବି, ଯଦି ମାର୍କ ଟିକେ କମ ଥିବ ତାହେଲେ ପ୍ରାଇଭେଟ କରେଇବି। ହଁ ଗଭର୍ଣ୍ଣମେଣ୍ଟରେ କଲେ କେତେ ପଡିବ ଆଉ ପ୍ରାଇଭେଟରେ କେତେ ପଡିବ? ଗଭର୍ଣ୍ଣମେଣ୍ଟ ସାର୍ ଏକାକାଳୀନ 40 ଦବାକୁ ପଡିବ, ହଁ ଆଉ ପ୍ରାଇଭେଟ ରେ ହେଲେ ଟୋଟାଲ 65 ଲାଗିବ। ହଁ ଆଉ ଏକାକାଳୀନ ସେଇ 35 ଦବ କ୍ୟାସ୍, ହଁ ଆଉ 650 ଦବ ଡିଡିରେ ଆଉ ଓହୋ ହେଲା ହୁଁ ହାଇଟେକ୍ ଭୁବନେଶ୍ଵର ପାଇଁ ଆଉ ହୁଁ 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 ହାଇଟେକ୍ ଭୁବନେଶ୍ଵର, ହାଇଟେକ୍ ରାଉରକେଲା ଆଉ ଡ୍ରିମ୍ସ ଆଚ୍ଛା ହଁ 3ଟା କଲେଜ। ହୁଁ ହୁଁ ତାପରେ ବାହାରକୁ ବି ଯାଉଛନ୍ତି ପିଲା, ଓହୋ ଓଡିଶା ବାହାରକୁ। ହଁ ମାର୍କ ଦେଖିଲେ କଥାବାର୍ତ୍ତା ହେଲେ ହୁଁ ଜଣା ପଡିବ ଆଚ୍ଛା ହଁ କିଏ କୋଉଠି ପଢିବା ପାଇଁ ଚାହୁଁଛି କଣ ନାହିଁ। ହୁଁ ବୁଝିପାରିଲେ? ଠିକ ଅଛି। ଟିକେ ନଜର ପକାନ୍ତୁ। ହଁ 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 ଠିକ ହଁ ଅଛି। ନାଇଁ ଆଜ୍ଞା ଯଦି ଏମାନେ କଣ କି କିଏ କିଏ ଦେଇଛନ୍ତି କଣ ବୁଝିବାକୁ ପଡିବ ତ, ହଁ ନହେଲେ ନେକ୍ସଟ ଇୟର ପାଇଁ ବୋଲେ ମୁଁ ଏବେଠୁ ଏକା କଣ୍ଟାକ୍ଟ ରଖିବି କି ନାଇଁ? ହୁଁ କଣ୍ଟାକ୍ଟ ରଖିକରି ସେମାନଙ୍କୁ ପକେଇବାକୁ କହିବି। ହୁଁ ବୁଝିଲେ? ହୁଁ ଦେଖୁଛି ମୁଁ ତଥାପି କିଏ କିଏ ଦେଇଛନ୍ତି କଣ କରୁଛନ୍ତି ଟିକେ ବୁଝୁଛି। ହୁଁ ହୁଁ ଟିକେ ବୁଝନ୍ତୁ ଦେଖନ୍ତୁ। ହୁଁ ଏଇ ବର୍ଷ ହେଲେ 2-4ଟା ଭଲ ଲାଗିବ। ହଁ 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 ହୁଁ ଆଚ୍ଛା ଏଇଟା ଗଭର୍ଣ୍ଣମେଣ୍ଟରେ ହେଲେ ଏଟ୍ ଏ ଟାଇମ୍ 40 ଦେବାକୁ ପଡ଼ିବ କି? ହଁ 40। ଓହୋ 40 ମୋର 1-2 ଉପରେ ଦିଆହବ ଆଉ। ହଁ 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 ନାଇଁ 40 ଦେବେ ଯେ, ତାପରେ ତାଙ୍କର ସେ ଇୟରଲି ଫିଜ୍ ଟା ହୁଁ ଇୟରଲି ଯୋଉ ଫିଜ୍ ପଡ଼ିବ, ଇୟରଲି ଫିଜ୍ ପଡ଼ିବନି କି? ହ୍ୟାଲୋ ହ୍ୟାଲୋ ଇୟରଲି ଫିସ୍ ଟା ସାର୍ 30,000 ଟଙ୍କା ବର୍ଷକୁ ଓହୋ ଗଭର୍ଣ୍ଣମେଣ୍ଟର। ଆଚ୍ଛା ହଁ ସେଇଟା ହିସାବରେ ଯାଏନି। ଓହୋ ହଁ ସେଟା ସେମାନେ ନିଜେ ବାନ୍ଧିବେ, ତାଙ୍କର ହୋଟେଲ ଖର୍ଚ୍ଚ ବି ନିଜେ ବାନ୍ଧିବେ ନାଇଁ କି? ହଁ ଏଇଟା ହେଲେ ସିଟ୍ ପାଇବା ପାଇଁ ସେତିକି। ହଁ ଆଚ୍ଛା ଏବେ ଜଣେ ଆମର କଟକ ଯାଉଛି 600, ହଁ ହଁ ଜଣେ ରଖିଛି 440 ହଁ 450, ହଁ ତାକୁ ପାଉଛି ମୁଁ ଗଭର୍ଣ୍ଣମେଣ୍ଟ କରେଇଦେବି। ଆଚ୍ଛା ହଁ ସେଇଟା ତ ହେଲା 450 ରେ ଗଭର୍ଣ୍ଣମେଣ୍ଟ ହବନି ହୁଁ କି ହୁଁ ପ୍ରାଇଭେଟ ବି ହବନି। ହୁଁ ମୁଁ ତାକୁ ଗଭର୍ଣ୍ଣମେଣ୍ଟ କରେଇଦେବି। ହୁଁ 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 ତାର କୋଟିଏ ତଳକୁ କଥାବାର୍ତ୍ତା ନାହିଁ, 450 ମାନେ କୋଟିଏ ଟଙ୍କା ଖର୍ଚ୍ଚ ହବ। ହୁଁ ତାହେଲେ 40 ରେ ମୁଁ କରେଇବି, ହୁଁ ଉପରେ 1-2 ନେବି ମୁଁ ହୁଁ ହେଲା। ହୁଁ ଠିକ୍ ଅଛି। ଟିକେ ନଜର ପକାନ୍ତୁ ସାର୍। ହଁ 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 ଆଜ୍ଞା ଠିକ୍ ଅଛି ମୁଁ ବୁଝୁଛି ଟିକେ। ଆଜ୍ଞା ହୁଁ ବୁଝିଲେ ହବ ଯେ, ଆଜ୍ଞା ଟିକେ ଯୋଗାଯୋଗ କରିବାକୁ ପଡ଼ିବ ଆଉ। ଆଜ୍ଞା ହୁଁ ମୋରଟା ବାହାରୁନି ପରା, ମୋର ମୁଣ୍ଡ ଖରାପ ହେଇଯାଉଛି। ଏତେ ଦିନ ହେଇଗଲା ପିଲା ବାହାରିଯିବ ଏଇ ଭିତରେ ବାହାରିଯିବ। ପିଲା ବସିଛି ଘରେ, ଯେ ଦେଖିଲେ ଖରାପ ଲାଗୁଛି ବୁଝିଲେ କି? ହୁଁ ଜଣେ ଏନଗେଜ ହେଇଗଲେ କଣ କି ମୁଁ ଟିକେ ଫ୍ରି ହେଇଯିବି ତ। ହଁ ବଡ଼ଟାର ହେଇଗଲେ ମୋର ହଁ ମୁଣ୍ଡ ବଥା ଟିକେ କମିଯିବ। ବାହାରିଯିବ ଏଇ ଭିତରେ ବାହାରିଯିବ। ହଁ ସେ ଘରେ ବସିଛି ଯେ ଆମେ ଦେଖିଲେ ତାକୁ ଖରାପ ଲାଗୁଛି। କେତେବେଳେ ମୁଁ ବିରକ୍ତ ବି ହେଇଯାଉଛି ବୁଝିଲେ କି? ଆଜ୍ଞା ତାକୁ ବି ଘୁରଉଛି, ଗାଲି ଫାଲି କରୁଛି। ହୁଁ କଣ କରିବ ଆଉ? ଠିକ୍ ଅଛି ମୁଁ ଦେଖୁଛି ତାହେଲେ ସାର୍। ଆଜ୍ଞା ହଁ ଠିକ୍ ଅଛି। ହୁଁ